ওং প্রভুমিশ মনিষ মো শেষ গুণম গুণহীন মহিষ গলাভরণম রণ নির্জিত দুর্জয় দৈত্যপুরম প্রণমামি শিবং শিবকল্পতরু। ওং নমঃ শিবায়। প্রিয় দর্শক বন্ধু, ଆପଣମାନଙ୍କୁ ଅଭିନନ୍ଦନ। ଆଜି ଆମର ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିବା ଯେ ଦେବଦେବ ମହାଦେବ କାହିଁକି ବାଘ ଛାଲ ପିନ୍ଧନ୍ତି। ସବୁ ଦେବତା ମାନେ ତ ବସ୍ତ୍ର ପିନ୍ଧନ୍ତି, ହେଲେ ଶିବ ଶଙ୍କର କାହିଁକି ବାଘ ଛାଲକୁ ପିନ୍ଧନ୍ତି? ୟାର କାରଣ କ'ଣ ଅଛି? ଶାସ୍ତ୍ରୀୟଗତ ପ୍ରମାଣ କ'ଣ ଅଛି? ଏହା ଏକ ଭୟଙ୍କର ଅଭିଶାପ ଓ ଅହଙ୍କାରର ରହସ୍ୟ। ତେବେ ଆସନ୍ତୁ ଏହି ରହସ୍ୟକୁ ଆଜି ଶାସ୍ତ୍ର ମାଧ୍ୟମରେ ଉନ୍ମୋଚନ କରିବା। ବହୁ ପ୍ରାଚୀନ କାଳର କଥା ଆପଣମାନେ ଜାଣିଥିବେ। ଆମର ଭୂଭାରତ ବର୍ଷ ଭିତରେ ପଶ୍ଚିମାଞ୍ଚଳରେ ଏକ ବନ ଥିଲା, ତାକୁ ଦାରୁକା ବନ ବୋଲି କୁହାଯାଉଥିଲା। ଯେଉଁଭଳି କୁମାର ସମ୍ଭବରେ କାଳିଦାସ ଲେଖିଛନ୍ତି, କ'ଣ ଆଜ୍ଞା ନା ଅସ୍ତ୍ୟୁତ୍ତର ସ୍ୟାଂ ଦିଶି ଦେବତତ୍ମା ହିମାଳୟ ନାମ ରଗାଧିରାଜ ପୂର୍ବା ପରୌତୟ ନିଧିବ ଗାହ୍ୟ ସ୍ଥିତ ପୃଥିବ୍ୟାଂ ଇବ ମାନଦଣ୍ଡ। ଅସ୍ଥି ଉତ୍ତର ସ୍ୟାଂ, ଉତ୍ତର ଦିଗରେ ଆମର ହିମାଳୟ ପର୍ବତ ଅବସ୍ଥିତ, ସେ ହେଉଛି ପୃଥିବୀର ମାନଦଣ୍ଡ ସଦୃଶ। ସେହିପରି ପଶ୍ଚିମାଞ୍ଚଳରେ ଦାରୁକା ନାମରେ ଏକ ବନ ଥିଲା। ସେହି ବନରେ ଅନେକ ଋଷିମାନେ ନିଜର ପରିବାର ନେଇ ବସବାସ କରୁଥିଲେ। ସେମାନେ ଥିଲେ ମହାଜ୍ଞାନୀ ଓ ଶାସ୍ତ୍ରଜ୍ଞ, ସଦା ସର୍ବଦା ଶାସ୍ତ୍ରରେ ମଗ୍ନ ରହୁଥିଲେ। ସବୁବେଳେ ପାଇଁ ସେ ଶାସ୍ତ୍ର ଚର୍ଚ୍ଚା କରୁଥିଲେ। ବେଦ ବିଦ୍ୟା ଠାରୁ ଆରମ୍ଭ କରି ଦର୍ଶନ ଶାସ୍ତ୍ର ପର୍ଯ୍ୟନ୍ତ ସବୁ ତାଙ୍କୁ ଜଣାଥିଲା। ତାଙ୍କର ଜ୍ଞାନ ଥିଲା ଅତି ଗଭୀର ଜ୍ଞାନ। ସବୁବେଳେ ପାଇଁ ଯାଗଯଜ୍ଞ ସେ କରୁଥିଲେ ଏବଂ ସଙ୍ଗରେ ତାଙ୍କର ନାରୀକୁ ଆଶ୍ରମରେ ରଖିଥିଲେ। ସେ ନାରୀମାନଙ୍କୁ କାହିଁକି ଆଶ୍ରମରେ ରଖିଥିଲେ? ଆଜ୍ଞା, ଋଷିମାନେ ସେମାନେ ତ ବ୍ରହ୍ମଚାରୀ। କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ, ଇଏ 6ଟା ରିପୁକୁ ସେ ଦମନ କରିଛନ୍ତି। ତେଣୁ ସେ ନାରୀକୁ କାହିଁକି ରଖିଥିଲେ? କାମ ଲାଳାୟିତର ଆଜ୍ଞା ନୁହେଁ, ସିଏ ରଖିଥିଲେ ନଅ ଓରି। ନାରୀର ଅର୍ଥ କ'ଣ ନା ନଅ ଓରି। ନଅ ମାନେ ନାସ୍ତିକବାଦରେ ନାହିଁ, ଓରି ମାନେ ଶତ୍ରୁ। ଶତ୍ରୁ ଯାହାଙ୍କ ହୃଦୟରେ ନାହିଁ, ଅର୍ଥାତ୍ ଋଷିମାନଙ୍କ ହୃଦୟରେ ଶତ୍ରୁ ନାହିଁ। ସବୁବେଳେ ସେମାନେ ସତ୍ୟ, ଶାନ୍ତି, ଦୟା, କ୍ଷମାରେ ଆଧାରିତ ହେଉଛନ୍ତି ଋଷି। ତେଣୁ ତାଙ୍କର ଆଶ୍ରମର କର୍ମ କରିବା ପାଇଁ ନାରୀ ତାଙ୍କ ପାଖରେ ଆବଶ୍ୟକ ହେଉଥିଲା। ସେହି ଋଷିମାନେ ସବୁବେଳେ ପାଇଁ ଯାଗଯଜ୍ଞ, ହୋମ ଇତ୍ୟାଦି କର୍ମ କରୁଥିଲେ। ଦିନେ ତାଙ୍କ ମନରେ ଗର୍ବ ଭାବ ସୃଷ୍ଟି ହେଲା। ସେ ଚିନ୍ତା କଲେ, ଇଏ ସଂସାର ଭିତରେ କର୍ମକାଣ୍ଡ ଓ ଯଜ୍ଞ ଦ୍ୱାରା ସମସ୍ତ କାର୍ଯ୍ୟ ସାଧିତ ହୁଏ। ତେଣୁ ସେମାନେ ଭାବିଲେ, ଆମେ ଏ ସଂସାର ଭିତରେ ସବୁଠାରୁ ଜ୍ଞାନୀ, ଆମଠାରୁ ଆଉ ଜ୍ଞାନର ସାଗର କେହି ନାହାନ୍ତି। ତେଣୁ ତାଙ୍କର ଜ୍ଞାନର ପରିବର୍ତ୍ତେ ଅହଙ୍କାର ହୃଦୟରେ ସୃଷ୍ଟି ହେଲା। ସେ ନିଜକୁ ବଡ଼ ମନେ କଲେ। ଏହା ଜାଣିପାରିଲେ ଦେବଦେବ ମହାଦେବ, ଯିଏକି ଯୋଗାରୂଢ଼ ପୁରୁଷ, ଦେବତାଙ୍କ ଭିତରେ ଶ୍ରେଷ୍ଠ ଅଟନ୍ତି। ତେଣୁ ଋଷିମାନଙ୍କର ଭ୍ରମକୁ ଦୂର କରିବା ପାଇଁ, ସଠିକ ରାସ୍ତାରେ ନେବା ପାଇଁ ସେଦିନ ସେ ଏକ ଭିକ୍ଷୁକ ରୂପକୁ ଧାରଣ କଲେ। ଦେହରେ ତାଙ୍କର ବସ୍ତ୍ର ନଥିଲା। ଭିକ୍ଷୁକ ବେଶକୁ ଧାରଣ କରି ମହାଦେବ ଆଜ୍ଞା ଦାରୁକା ବନ ଭିତରେ ଭ୍ରମଣ କରୁଛନ୍ତି। ରୂପ ତାଙ୍କର ଅତୀବ ମନୋହର, ଅତୀବ ଆକର୍ଷଣୀୟ ରୂପ ଥିଲା ପ୍ରଭୁଙ୍କର। ଶିବଙ୍କର ରୂପକୁ ଦେଖି ଋଷି ପତ୍ନୀ ମାନେ ମୋହିତ ହେଇଗଲେ। ଯେଉଁଭଳି ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ ମୋହିନୀ ରୂପକୁ ଧାରଣ କରି ରାକ୍ଷସ ମାନଙ୍କୁ ଭୁଲାଇଥିଲେ। ମୋହିନୀ ରୂପେ ଭଗବାନ ମୋହିଲେ ରାକ୍ଷସଙ୍କ ମନ। ତଦ୍ରୁପ ବା ସେହିପରି ଶିବଙ୍କର ରୂପକୁ ଦେଖି
ऋषि पत्नी माने मोहित होई तांको पछे पछे गुड़ाइबारे लागिले। ऋषि माने यह देखिले क्रोधरे प्रज्वलित हो गले। अरे ये कौन आम आश्रम को छाड़ी आश्रमर कर्म को नकरी सबु स्त्री माने से भिकारी पछरे गुड़ाई ऋषि देहरे यह गला नहीं। तेणु से चिंता कले ये जो भिक्षुक ये वन को आसी आमर परिवार को ध्वंस करने तांको मनरे यही भावना सृष्टि हैला। ऋषि माने चिंता कले कौन करा जीवो। तेणु से माने गुटे यज्ञ करिवा पाई स्थिर कले एवं ऋषि माने गुटे यज्ञ कले। ऋषि माने भाबिथिले ये आमर परिवार को ध्वंस करिया पाई आछंती ये को मूलरू मारिदेले आमर कथा सरी जीवो। तेणु गोटे यज्ञर आयोजन कले घृताहुति देले से प्रज्वलित यज्ञ भितरु एक भयंकर विशालकाय हिंस्रुक बाघ सृष्टि हैला। ऋषि माने झांपिया पाई आदेश देले कहले जाओ से भिकारी को तमे आहार कर। ऋषिंकर कथा मुताबक से व्याघ्र गर्जन करी भयंकर रूप को धारण करी भिक्षुक पाखकू आगे आसुथांती। यह देखी शिव टिके हसी देले कहले अरे ये बाघ मो आड़ को मारी आसुची। चाहू चाहू जते बेले शिवंकर निकटवर्ती हेले शिव तांकर दुई गोड़ को धरिले एवं तांको शरीर प्राणपिंड को काढ़ी नेले। बाघ मला परे तार छाल को निज नखरे काढ़ी अंटारे बेढ़ई हेले कहीं ना शिवंक देहरे वस्त्र नथिला शिव उलग्न थिले। सही दिन ये बाघ छाल को अंटारे बेढ़ई से लज्जा निवारण हेले। यह ऋषि माने देखी आश्चर्य हो गले। अरे ये तो जना पड़ुछंती सामान्य भिक्षुक नुह आमर यज्ञ तांक पाखरु होछि तुच्छ। निजर भूल को सेमाने निजे बुझी पारी से भिक्षुक पाखरे पहुंचिले एवं तांक निकटरे शरणापन्न हेले। जेतेबेले ऋषि मानकर अहंकार भांगी गला सही समय रे भिक्षुक वेश को छाड़ी देव देव महादेव निजर रूप को से प्रकट कले। समस्ते देखुछंती बंग बंग भोला महेश्वर भगवान शिव शंकरंकर रूप को अतीव रमणीय एवं आकर्षणीय रूप तांकर। हो आज्ञा महादेव कहीं बाघ छाल पिंधि थिले ये संपर्क रे आज आपण माने वीडियो सुनिले। मु आशा करे परवर्ती अध्याय रे आपणक सहित साक्षात हेबो। सेते बेले जाय रहुछि। ओम नमः शिवाय।